ମୁଁ ଇନଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରିଥିଲି ହେଲା। ତାପରେ ସିଏ ମାନେ ସିଏ ମୋ ଫଟୋକୁ ନେଇକି ଆଉ ନେଗେଟ ଫଟୋରେ ସିଏ ଛାଡ଼ିଲା ହେଲା। ତାପରେ ମୁଁ ଯେତେବେଳେ ଦେଖିଲି ସେତେବେଳେ ମୁଁ ତାକୁ କହିଲି ଯେ ଏସବୁ ଛାଡ଼ନା ବୋଲି। ତାପରେ ସେ କହିଲା ତୁ ତାହେଲେ ଜାମସଡ଼ାକୁ ଆସେ ଆଉ ମୁଁ ଯାଉଛି, ତାପରେ ଆଉ ତୋତେ ଛାଡ଼ିବିନି ମାନେ ଫଟୋ ଛାଡ଼ିବିନି ହେଲା। ତାପରେ ମୁଁ ଗଲି ଆଉ ସେତେବେଳେ ସିଏ ଆସିଲାନି ଜାମସଡ଼ାକୁ। ତାପରେ ସିଏ ଧରାଛୁଆଁ ଦେଲାନି ବେଳକୁ ମୁଁ ଥାନାକୁ ଗଲି ଆଉ ସେଠି ମୁଁ ତା ନାଁରେ ଅଭିଯୋଗ ଲେଖିଲି। ତାପରେ ଥାନାରେ ହେଇଗଲା ମାସେ ଅଭିଯୋଗ ଦେଇକି, ତାପରେ ସେମାନେ ଧରି ଆଣିଲେ ତାକୁ ମାସେ ହେଲା। ତାପରେ ଥାନାରୁ ଖବର ଆସିଲା କି ଯେ ଆମେ ତାକୁ ଆଣିଛୁ ଆଉ ତୁମେ ଆସ। ହଇରାଣ କରିକି କହୁଥିଲା କି ତୁ ଆସିବୁ କି ନାହିଁ, ନହେଲେ ମାନେ ତୋତେ ଯଦି ଅଲଗା ଜାଗାରେ ବାହାଘର କରିଦେବେ ହେଲା। ତାପରେ ସିଏ କହୁଛି କି ମୁଁ ସେ ପୁଅଟାକୁ ମାରିଦେବି, ହାଣିଦେବି ଆଉ ମୁଁ ତୋତେ ଶାନ୍ତିରେ ସେଠି ରହିବାକୁ ଦେବିନି। ତୁମର ଇନଷ୍ଟାଗ୍ରାମରେ ହିଁ ପରିଚୟ ଥିଲା ନା ପୂର୍ବରୁ କିଛି ଏମିତି ଥିଲା? ନା, ଇନଷ୍ଟାଗ୍ରାମରୁ ହିଁ ପରିଚୟ ଥିଲା। ମୋ ନଣଦ ତାର ଫଟୋ ନିକରି ବେଙ୍ଗଲର ପିଲା ଗୋଟାଏ ସେ ଫଟୋ ଛାଡ଼ିକରି ମାନେ ବର୍ବାଦ କରିଦେଲା। ହେଲେ ସେଇଟା ତାକେ ଧରା ପଡ଼ିଛି, ତା ନ୍ୟାୟ ଦରକାର। ଆମ ସେଇଟା ଚାହୁଁଛି। କେତେ ଦିନ ହେଇଗଲା ଆଉ 45 ଦିନ। 45 ଦିନ ହେଲା ଆମର ଗ୍ୟାସ୍ କରିଛି, ତାର ବାହାଘର ଭାଙ୍ଗିଗଲା। ଆର ସେଇଟା ନି ଏ ବାବଦରେ କାହାକୁ ଅଭିଯୋଗ କରିଥିଲେ? ଆପଣଙ୍କ ପରିଚୟ ଟିକେ ଦିଅନ୍ତୁ। कार्तिक सिंह घर बणगा। କଣ ହେଇଥିଲା ଘଟଣା ବାବଦରେ ଟିକେ କୁହନ୍ତୁ। घटना बाबद कहले आमर भौणीर बाहागर आम फाइनाल कली गोटे पिला सी तार किस फोटो फोटो नेगेट फोटो या करके सी आमर बाहागरटा फाइनाल करते बाहागर भांगीदेला सी आउ इंस्टाग्राम रे सी तार सब कॉपी या करके सी बाहागरटा जेहेतु भांगीदेला। आमर तापर थाना को जाइकरी आम कंप्लेन कली थाना वाला को कहले हूँ से एक्शन ने 45 दिन पर आसामी की धरले